ए बड़ राणी सान राणी लो आम पुत्र तन्मय विनय जाइछंती सेही गुरुकुल आश्रम को विद्या शिक्षा निमंते हेले आज के अनेक दिन हैला फेरुनी काहे की राज्य उआस को स्वामी स्वरूपा आम पुत्र तन्मय विनय जाइछंती गुरुकुल आश्रम को शिक्षा विद्या लाभ करबा पाई हां स्वरूपा हेले सर्व शिक्षा विद्या रे परिपूर्ण होई आज फेरी आछंती आम राजवास को स्वामी सत कहूछ हां स्वामी स्वामी 7 वर्ष बयस रे आम पुआ माने से गुरुकुल आश्रम को पाठ पढ़िबा पाई जाइछंती हलो हेले स्वामी सुरेखा आज आम पुआ मान को बयस 22 हां हां 22 वर्ष परे आम पुआ आम घर को फेरी आसीचंती ना स्वामी हलो ताहेला मैं एठी किछि क्षण अपेक्षा करिबा आम पुत्र मानंक पेरिबा पथ को आमे चाहि बसिबा निश्चय स्वामी हां सुरेखा भगवान तमर मंगल करंतु रे भगवान तमर मंगल करंतु अरे ये धन तन्मय विनय बापा सर्व बुद्धि विद्या रे निपुण होई फेरी आसी तो राज उआस को हाँ बापा आम्बे बेनी भाई सर्व बुद्धि विद्या रे निपुण हेई फेरी आसी आपणक पाखक सत कहूछ हाँ बापा हेले आसिला बिलकु कोनोसी बाधा विघ्न झड़ झंझा छुईनी तो बापा तन्मय मां धन आपण मानक आशीर्वाद देते बेले एया मम मस्तक ऊपर अछि अरे बा हाँ बापा हाँ मां आपण मानक आशीर्वाद देते बेले एया मम मस्तक ऊपर अछि अरे बापा कोनोसी बाधा विघ्न झड़ झंझा विपद बा छुईब केते बेले कहिली देखि सही कथा तो पचारुथिलो बापा विनय मां धन आपण हेउछंती आम चलंती ठाकुर अरे धन आशीर्वाद रही थाउ ए मस्तक रे ए मस्तक रे स्नेह प्रेम ढाली दिया आम उपरे आम उपरे आशीर्वाद रही थाउ ए मस्तक रे ए मस्तक रे स्नेह प्रेम ढाली दिया आम उपरे आहे पिता माता पूज्य देवता आहे पिता माता पूज्य देवता हसुथि खेलुथि तुम आगरे हो हो हो
ନିଶ୍ଚୟ ବିନୟରେ ତନ୍ମୟ ଆମ ଭଲ ପାଇବା ସ୍ନେହ ଶ୍ରଦ୍ଧା ଚିରଦିନ ପାଇଁ ଅଛି ତମ ମସ୍ତକେ। ନିସନ୍ଦେହରେ ବାପା। ହରେ ଧନ ହେଲେ ଧନ ତନ୍ମୟ ବିନୟ ବାପା ତମେ ତ ଏଇନା ଆସିଅଛ, ତମେ ଥକି ପଡ଼ି ଯାଇଥିବ, ସେଇଥିପାଇଁ ଯାଇକି ସେଇ ବିଶ୍ରାମ ଆଳୟରେ କିଛି କ୍ଷଣେ ବିଶ୍ରାମ କର। ଆଉ ଜାଣିଛ ବାପା, କାଲିକୁ ଅଛି ଦେବଦେବ ମହାଦେବଙ୍କ ମହାଶିବ ଜାଗର ରାତ୍ରି। ଆଉ ସେଇ ପୂଜା ଉତ୍ସବ ନିମନ୍ତେ ତମମାନଙ୍କୁ ଆଣିବାକୁ ହବ ସ୍ୱର୍ଣ୍ଣ ଚମ୍ପା ଫୁଲରେ ଧନ, ସ୍ୱର୍ଣ୍ଣ ଚମ୍ପା ଫୁଲ। ବିନୟ ବଡ଼ ଭାଇ ଆସନ୍ତାକାଲି ଅଛି ଦେବଦେବ ମହାଦେବଙ୍କ ମହାଶିବ ଜାଗର ରାତ୍ରି। ଆଉ ସେଇ ପୂଜାନୋତ୍ସବ ନିମନ୍ତେ ଆମକୁ ସ୍ୱର୍ଣ୍ଣ ଚମ୍ପା ପୁଷ୍ପ ଆଣିବା ପାଇଁ ପଡ଼ିବ ରେ ଭାଇ। ତେବେ ଠିକ୍ ଅଛି ଜ୍ୟେଷ୍ଠ ଭ୍ରାତ, ପିତାଙ୍କ ଆଦେଶ ଅନୁସାରେ ଆମେ ବେନି ଭାଇ ଚାଲିଯିବୁ ସେଇ ନିଘଞ୍ଚ ଅରଣ୍ୟ ମଧ୍ୟକୁ ଚମ୍ପା ଫୁଲ ନିରୀକ୍ଷଣ କରିବା ପାଇଁ। ହେଲେ ବଡ଼ ଭାଇ ବିନୟ ମୁଁ ତ ପୁରାପୁରି ଥକି ପଡ଼ିଛି। ହଁ ତ ତେବେ ଚାଲନ୍ତୁ ବିଶ୍ରାମାଳୟରେ କିଛି କ୍ଷଣ ବିଶ୍ରାମ କରି ଚାଲିଯିବୁ ସେ ଅରଣ୍ୟ ମଧ୍ୟକୁ। ତୁ ଠିକ୍ କହିଛୁ ରେ ବିନୟ। ବାପା ତନ୍ମୟ ମା ତାହେଲେ ଆମକୁ ବିଦାୟ ଦିଅନ୍ତୁ। ଆମେ ବିଶ୍ରାମାଳୟ ବିଶ୍ରାମ କରି ଚାଲିଯିବୁ ସେ ନିଖଞ୍ଜ ଅରଣ୍ୟ ମଧ୍ୟରେ ଥିବା ପୁଷ୍ପ ଉଦ୍ୟାନ ମଧ୍ୟକୁ ସ୍ୱର୍ଣ୍ଣ ଚମ୍ପା ପୁଷ୍ପ ନିମନ୍ତେ। ହରେ ବାପା ତାହେଲେ ମା ଆସୁଛୁ ବାପା, ଆସୁଛୁ ମା, ଆସୁଛୁ ବଡ଼ ମା। ହରେ ଧନ ବଡ଼ରାଣୀ ସୁରେଖା, ସ୍ୱାମୀ ସାନରାଣୀ ସ୍ୱରୂପା, କାଲି ପ୍ରଭାତକୁ ଚାଲିଯିବେ ଆମ ତନ୍ମୟ ବିନୟ ସେ ନିଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ସେଇ ପୁଷ୍ପ ଉଦ୍ୟାନକୁ ସ୍ୱର୍ଣ୍ଣ ଚମ୍ପା ଫୁଲ ନିମନ୍ତେ। ସ୍ୱାମୀ ହେଲେ ସେଇ ସ୍ୱର୍ଣ୍ଣ ଚମ୍ପା ଫୁଲ ଆଣିବା ଗୋଟେ ତୁଚ୍ଛ, ସ୍ୱାମୀ ମାନେ ବୁଦ୍ଧି ବିଦ୍ୟାରୁ ତେ ଦୁହେଁ ସମତୁଳ। ସ୍ୱାମୀ ସେମାନଙ୍କୁ କେବଳ ମୁଁ ପରୀକ୍ଷା କରୁଛି କିଏ ପ୍ରଥମେ ନେଇକି ଆସିବ ସ୍ୱର୍ଣ୍ଣ ଚମ୍ପା ଫୁଲ। ସ୍ୱାମୀ। ହଲୋ ଏଇଟା ହଉଛି ସେମାନଙ୍କ ପାଇଁ ଗୋଟାଏ ପରୀକ୍ଷା। ସ୍ୱାମୀ ସ୍ୱରୂପା ତାହେଲେ ଆପଣ ଆମ ସୁନାପୁଆ ମାନଙ୍କର ପରୀକ୍ଷା ନେବାକୁ ଚାହୁଁଛନ୍ତି କି? ହଁ ସ୍ୱରୂପା, ସ୍ୱାମୀ ଆଉ ଗୋଟେ କଥା ଜାଣିଛ, କୋଉ କଥା? ଯୋଉ ପୁତ୍ରଟା ପ୍ରଥମେ ନେଇକି ଆସିବ ସ୍ୱର୍ଣ୍ଣ ଚମ୍ପା ଫୁଲ ସ୍ୱାମୀ ତା ବିବାହ ପ୍ରସ୍ତାବ ପ୍ରଥମେ ପକେଇବି ବୋଲି ମନ ସ୍ଥିର କରିଅଛି। ସ୍ୱାମୀ ହଁ ସୁରେଖା, ଆପଣ ଠିକ ନିଷ୍ପତ୍ତି ନେଇଛନ୍ତି ସ୍ୱାମୀ। ସତ କହୁଛ? ହଁ ତାହେଲେ ଆସ ପ୍ରାଣ ପ୍ରେମ, ଆମେ ମଧ୍ୟ ଚାଲିଯିବା ସେଇ ବିଶ୍ରାମ ଆଳୟ। କିଛି କ୍ଷଣ ବିଶ୍ରାମ କରି ଆମ ପୁତ୍ରମାନଙ୍କ ଫେରିବା ପଥକୁ ଚାହିଁ ବସିବା। ଏବେ ଚାଲନ୍ତୁ ସ୍ୱାମୀ। ହଁ ମହାରାଣୀ। ଆମ ପୁତ୍ର ମାନଙ୍କ କଥାକୁ ଚାଲି ବସିବା।